ହ୍ୟାଲୋ ସାଙ୍ଗମାନେ, ଗୁଡ୍ ମର୍ଣ୍ଣିଂ। କେମିତି ଅଛନ୍ତି? ଆଶା କରୁଛି ସମସ୍ତେ ବହୁତ ଭଲରେ ଥିବେ। ଆପଣ ସମସ୍ତଙ୍କୁ ମୋ ତରଫରୁ ଜୟ ଗୁରୁ। ଠାକୁରଙ୍କୁ ଡାକୁଛି ଆପଣ ଭଲରେ ରୁହନ୍ତୁ, ସୁସ୍ଥରେ ରୁହନ୍ତୁ, ଆପଣଙ୍କର ପୁରା ଦିନଟି ମଙ୍ଗଳମୟ ହଉ ଆଉ ଭଲରେ ଭଲରେ କଟିଯାଉ। ତ ମୁଁ ବି ଭଲରେ ଅଛି, ସବୁଦିନ ଭଳିଆ ହେଇଯାଇଛି ଆଉ ଗୋଟେ ସୁନ୍ଦର ସକାଳର ଆରମ୍ଭ। ଆଉ ଏ ସୁନ୍ଦର ସକାଳର ଆଉ ଗୋଟିଏ ଫ୍ରେଶ୍ ଆଉ ନୂଆ ବ୍ଲଗ୍କୁ ମୁଁ ପୁଷ୍ପ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି। ସବୁଦିନ ଭଳିଆ ଆଜି ସେରକମ ଗୋଟେ କୁହୁଡ଼ିଆ ସକାଳର ଆରମ୍ଭ ହେଇଯାଇଛି। ଆଉ ଆଜି ସକାଳେ ସକାଳେ କ'ଣ ନା ବାବା ସେଠି ନାଗି ହେଇଛନ୍ତି ଲୁଗା ସଫାରେ। କାହିଁକି ନା ଏତେ ଦିନ ହେଲା ଯେଉଁ ଆମର ତ ଟିଅଲ ପାଖର କାମ ହେବ ବୋଲିକି ଖୋଲା ହେଇଯାଇଥିଲା, କାମ ତ ହେଇପାରୁନାହିଁ, ତ ଲୁଗାପଟା ସବୁ ମଇଳା ହେଇଗଲାଣି। ତ ମୋର ତ ଯାହା ଯେରକମ ମୁଁ ମଇଳା ଲୁଗା ପିନ୍ଧି ପକାଉଛି, କିନ୍ତୁ ବାବାଙ୍କର ଲୁଗା ସବୁ ମଇଳା ହେଇଗଲାଣି। ସେବେଠୁ ସେ କ'ଣ ନା ବିଲ କାମରୁ ବ୍ୟସ୍ତ ଥିଲେ। ଧାନ କାମ, ତାପରେ କୁଟା କାମ, ସବୁ କାମ ତାଙ୍କର କାଲି ସରିଗଲା। ବିଲକୁ ଯିବା କାମଟା ତାଙ୍କର କାଲି ସରିଗଲା ସବୁ। ଆଜି କ'ଣ ନା ସେ କହିଲେ କାମ ତ ଆଜି ଆଉ କିଛି ନାହିଁ ସକାଳ ବେଳା, ତ ଯେତିକି ଲୁଗା ଅଛି ସେତିକି ଲୁଗା କ'ଣ ନା ମୁଁ ସଫା କରିଦେମି। ସଫା କରିବା ୱାସିଂ ମେସିନ୍ ହচ্ছে ସଫା କରିବା, ପାଣି ତ ନିହାତି ଦରକାର, ପାଣି ବୋହିକି ତ ସଫା କରିହେବନି, ପାଣି ବି ଆମର ନାହିଁ କାରଣ ଟିଅଲ ଖରାପ ହେଇଯାଇଛି। ତ ସେଥିପାଇଁ କ'ଣ ନା ସକାଳେ ଯେ ଆମର ଟାଇମ୍ ପାଣି ଆସେ, ସେଇ ଟାଇମ୍ ପାଣିରେ କ'ଣ ନା ଲୁଗା ସଫା କରାହେଉଛି। ଆଉ ସେ ସକାଳେ ସକାଳେ ଆସେ 7ଟାରୁ 8ଟା, 8:30, 9ଟା ଏଇରକମ ପାଣି ରୁହେ। ଆଉ ଦିନ ସାରା ଆସେନି, କେବଳ ସେ ସକାଳ ବେଳାଟା ଆସେ। ଆଉ ସେଥିପାଇଁ କି ବାବା ସେଠି ଲୁଗା ସଫା କରିବାରେ ବ୍ୟସ୍ତ ଅଛନ୍ତି। ଆଉ ମୁଁ ଏପଟର କ'ଣ ନା କାଲି ବେଳବୁଡ଼ି ଯେଉଁ କୁଟା ବଦଳି ଯେ ଦିଆ ହେଉଥିଲା, ମୁଁ ଯେ କୁଟା ଦେଉଥିଲି ସେଠି, ଆଉ ସେଇଠି କ'ଣ ନା ମୋତେ ସନ୍ଧ୍ୟା ବାଜିଗଲା। ଆଉ ବାସନ କୁସନ କିଛି ଧୋଇ ପାରିଲିନି, ମାନେ ଏତେ ଶୀତ ଲାଗିଲା ଯେ ପାଣି ରଖିଥିଲି ସେ ପାଣିର ବାସନ ଧୋଇ ମୋ ପାଇଁକି ବହୁତ ମୁସ୍କିଲ ହେଇପଡ଼ିଲା। ତ ସେଇଥିପାଇଁ କି ବାସନ ସବୁ ରହିଯାଇଥିଲା। ତାପରେ ରାତିରେ ଖିଆପିଆ ହେଇଥିଲା ବାସନ, ଏତେ ସାରା ବାସନ ଥିଲା ଯେ ମୁଁ ବସିକି ଖାଲି ବାସନ ଧୋଉଥିଲି। ବାସନ ଧୋଇ ସାରିଲା ବେଳକୁ ମୋତେ ବହୁତ ଡେରି ହେଇଯାଇଥିଲା। ତାପରେ କ'ଣ ନା ମୁଁ ଆସିକି ଗାଧୁଆ ପାଧୁଆ କରିଥିଲି, କରିକି ଆସିଥିଲି ରୋଷେଇ କରିବା ପାଇଁକି। ମୁଁ ଭାବିନି କ'ଣ ନା ଆଜି ଉପମା ଟିକେ ବନେଇଦେମି, ସମସ୍ତେ ଆମେ ସକାଳେ ସକାଳେ ଉପମା ଖାଇଦେବା। ସମୟ ପାଖାପାଖି 9ଟା ହେଇଯାଇଥିଲା। ମୁଁ କାମ ସାରିଲା, କାମ କ'ଣ ଆଜି ବିଶେଷ କିଛି କାମ ଥିଲାନି ଘରେ, ଖାଲି ଘରଦ୍ୱାର ଝାଡ଼ୁ କରିଥିଲି, ତାପରେ ଚା କରିକି ତ ପିଇଥିଲେ। ତାପରେ କ'ଣ ନା ଯାଇକି ବାସନ ଧୁଆ କାମରେ ନାଗିଥିଲି। ମାନେ ରହିଥିଲେ 2 ଦିନର ବାସନ, କହିବାକୁ ଗଲେ ଦି ଟାଇମ୍ର ବାସନ, 2 ଦିନର ନୁହେଁ 2 ଟାଇମ୍ର ବାସନ। ସେଇଥିପାଇଁ କି ବହୁତ ସମୟ ମୋତେ ନାଗିଯାଇଥିଲା। ଆଉ ଉଦାରେ ତ ବାସନ ଧୋଇଲା ବେଳକୁ ତ ଯାହା ନାଗୁଛି ହାତ ଗୋଡ଼, ସେଟା ଯିଏ ଧୋଉଛି ସେ ଜାଣିଥିବ। ଆଉ ତାପରେ ଯେଉଁ ଟାଇମ୍ ପାଣିଟା ଯେ ଆସୁଛି ନା, ସେ ଟିକେ ଉଷୁମ ଉଷୁମ ରକମ ଆସୁଛି ପାଣିଟା, ସେଇଥିପାଇଁ କି ଟିକେ ଭଲ ଲାଗୁଛି ଧୋଇବା ପାଇଁକା। ମୁଁ ଧୁଆ ଧୋଇ ସାରିକି ପଳେଇ ଆସିନି ଏଠି ଗ୍ୟାସ୍ ପାଖକୁ। ଆଉ କ'ଣ ନା ଏଠି ଉପମା ବନେଇମି, ଉପମା ବନେଇକି ସମସ୍ତଙ୍କୁ ଖାଇବାକୁ ଦେମି। ତ ମୋ ଭିଡ଼ିଓରେ ଏମିତି ଯୋଡ଼ି ହେଇକି ରହିଥାନ୍ତୁ। ଭିଡ଼ିଓକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ବିଲକୁଲ ବି ସ୍କିପ୍ କରନ୍ତୁନି। ଭିଡ଼ିଓରେ କିଛି ବି ଯଦି ଆପଣଙ୍କୁ ପସନ୍ଦ ଆସୁଥାଏ ତ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ଭିଡ଼ିଓକୁ ଲାଇକ୍ ଟିକେ କରିଦେବେ। ଆଉ ଛୋଟ ସ୍ନେହ ଭରା କମେଣ୍ଟରେ ମୋ ପାଇଁ ଲେଖିଦେବେ ଯେ ମୋ ଭିଡ଼ିଓ ଆପଣଙ୍କୁ କେମିତି ଲାଗୁଛି ବୋଲି। ଆଉ କେହି ଯଦି ନୂଆ କରିକି ମୋ ଭିଡ଼ିଓ ଦେଖୁଛନ୍ତି ତ ପ୍ରଥମେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଦ୍ୱାରା କି ମୁଁ ଯେତେବେଳେ ବି ଭିଡ଼ିଓ ଛାଡ଼ିବି ସର୍ବପ୍ରଥମେ ଆପଣ ହିଁ ମୋ ଭିଡ଼ିଓ ଦେଖିପାରିବେ। ଆଉ ମୋ ଭିଡ଼ିଓକୁ ଆପଣଙ୍କ ଫ୍ୟାମିଲି ଫ୍ରେଣ୍ଡମାନଙ୍କ ସହିତ ଟିକେ ସେୟାର କରିଦିଅନ୍ତୁ, ମୋତେ ବି ଟିକେ ସପୋର୍ଟ ହେବ। କାହିଁକିନା ଆପଣଙ୍କର ସପୋର୍ଟ ଆଉ ଭଲ ପାଇବା ମୋତେ ୟୁଟ୍ୟୁବରେ ଭିଡ଼ିଓ ବନେଇବା ପାଇଁ ପ୍ରେରଣା ଯୋଗାଉଛି, ତା ସହିତ ସାହସ ମଧ୍ୟ ଦେଉଛି। ତ ଆପଣଙ୍କ ସାଙ୍ଗରେ କଥା ହଁ ମୋର ସେପଟେ ଉପମା ବନା ବି ଚାଲିଛି। ଆଉ ଆଜି କ'ଣ ନା ଦେହ ତ ଭଲ ଅଛି, କ'ଣ ହେଇଛି ନା ଥଣ୍ଡା ପାଇଁକି କି କ'ଣ ସବୁ ଜିଭ ପୁରା ବଥା କରିଛି, ପାଟି ଆଁ କରି ହେଉନି, ମାନେ ଏଇରକମ ହେଇଛି। ଆଉ କଥାବାର୍ତ୍ତା କଲାକୁ ଆଜି ଟିକେ କଥାବାର୍ତ୍ତା ମୋର ଟିକେ ଅଲଗା ପ୍ରକାର ଶୁଭୁଥିବ। କଥା କହିଲା ବେଳକୁ ଜିଭଟା ଭାରି ଜୋର ବଥା କରୁଛି। ଜିଭରେ ସବୁ କ'ଣ ନା ବିରି ବିରି ହେଇକି ସବୁ ବାହାରି ପଡ଼ିଛି ଯେ ଏରକମ, ନା କିଛି ଖାଇପାରୁଛି ମୁଁ ପାଟିରେ, ନା କଥା ହେଇପାରୁଛି ଭଲ ରକମ। ତ ସେଥିପାଇଁ କି ଆଜି ଭାବୁଥିଲି ଆଜି ଭିଡ଼ିଓ ଛାଡ଼ିବିନି ବୋଲିକି, ଆଉ ଭିଡ଼ିଓ ନ ଛାଡ଼ିଲା ବେଳକୁ ନା ମନଟା ଭଲ ଲାଗୁନି, ତାପରେ ଭିଡ଼ିଓ ବି ମୋର ପଛେଇ ହେଉଛି। ସେଥିପାଇଁ କି ମୋ ନା ଯାହା ହଉ ମୋତେ ପଛେ କଷ୍ଟ ହଉ, କିନ୍ତୁ ଯେଉଁମାନେ ମୋତେ ଭଲ ପାଉଛନ୍ତି ଆଉ ମୋ ଭିଡ଼ିଓକୁ ଅପେକ୍ଷା କରିକି ରହିଛନ୍ତି ତାଙ୍କ ପାଇଁକି ମୁଁ ଯେତେ ଯାହା ହଉ ପଛେ ଭିଡ଼ିଓଟେ ଛାଡ଼ିଦେମି। ସେଥିପାଇଁ କି ଛୋଟ ଭିଡ଼ିଓଟି ମୁଁ ଆଜି ଛାଡ଼ିଛି। ଆଉ ସେଦିନ ବି ବେଶୀ କିଛି ଭିଡ଼ିଓ ମୁଁ ବନେଇ ପାରିନଥିଲି, କାରଣ ଶୀତ ଲାଗୁଥିଲା ପ୍ରବଳ, ଆଉ କାମରେ ବି ବ୍ୟସ୍ତ ରହିଯାଇଥିଲି ନା। ଛୋଟିଆ ଦିନରେ ଭିଡ଼ିଓ ବନେଇବା ଆଉ କାମଦାମ କରିବା, 2 ରକମ କାମ କଲା ବେଳକୁ ମାନେ ସମୟ ଅଣ୍ଟୁନି। ସେଇଥିପାଇଁ କି ଭିଡ଼ିଓ ବନେଇବା ମୋ ମୁଣ୍ଡରୁ ପୁରା ବାହାରି ଯାଇଥିଲା। ମୁଁ ଯାଇକିନା ଆଉ କିଛି ଭିଡ଼ିଓ ବନେଇଥିଲି, ସକାଳ ଟାଇମ୍ରେ ଅଳ୍ପ ସ୍ୱଳ୍ପ ଟିକେ ଭିଡ଼ିଓ ବନେଇ ଦେଇଥିଲି, ବାସ୍ ଏମିତି। ତାପରେ ଉପମା ବନେଇ ଦେଇଥିଲି, ଛୁଆଙ୍କୁ ଦେଇଥିଲି ଖାଇବାକୁ। ମିକିଲି ତ ଖାଇଦେଇକି ସ୍କୁଲ ପଳେଇଥିଲା, ଗେଲଟ ଖାଉଥିଲା। ତାପରେ ବାବାଙ୍କୁ ଦେଇକି ମୁଁ ଆସିକି ବସିଛି ଖାଇବା ପାଇଁକି। ସେଇ ସମୟରେ ନା ଆସିକି ପହଞ୍ଚିଲେ ପିସା ବନେଇବା ପାଇଁକି, ଟିଅଲ ବନେଇବା ପାଇଁକି। ଟିଅଲଟା ଯେ ବାବା ଯେ ଗାତ ଖୋଳିକି ଯେଉଁ ରଖିଥିଲେ, ଯେଉଁ
ଆସିକି ପହଞ୍ଚିଲେ ତ ପିଇସାଙ୍କୁ ବି ଦେଇଥିନି। ସମସ୍ତେ ଆମେ ବସିକି ଟିକେ ଖାଇଥିଲେ, ଗରମା ଗରମ ଉପମା ଟିକେ ଖାଇଥିଲେ। ଉପମା ଖାଇ ଦେଇ ସାରିଲା ପରେ ଆସିକି ନାଗିଥିଲେ କାମରେ। ଯେ କାମରେ ଏଇଠି ସେମାନେ ନାଗିଥିଲେ ତାଙ୍କୁ ବାଜିଯାଇଥିଲା ପାଖାପାଖି ଦିନ 1:30 1:30 ହେଇଯିବ। ଏତିକି ସମୟ ନାଗିଯାଇଥିଲା ଟିଅଲଟା ସଜ ହେବା ପାଇଁକି। ତାପରେ ଆଉ ଯାହା କିଛି ଖୋଳାଖୋଳି ବାକି ଥିଲା ବାବା ତାକୁ ସବୁ ଖୋଳାଖୋଳି କରିଦେଇଥିଲେ। ତାପରେ କନା ସେ ପିଇସା ଯାଇକି ତା ଭିତରେ ପଶିକି ସଜ କରିଥିଲେ। ଆମର ଯେଉଁ ସେ ପିଇସା ସେ କନା ଟିଅଲ ମିସ୍ତ୍ରୀ, ଆଉ ସେ ସବୁ ସଜବାଜ କରିଥିଲେ। ବାସ୍ ଏଇ ରକମ କାମ ଚାଲିଥିଲା ସକାଳଠୁ। ଆଉ ମୁଁ କ'ଣ କରିଥିଲି ନା ଗେଲନ୍ ଯାଇକି ଝୁଣା ଆଣିକି ଦେଇଥିଲା। ଝୁଣାର ଅଠା ବନେଇବା କଥା ମୁଁ ବସିକି ସେ ଝୁଣାକୁ ସବୁ କୁଟୁଥିଲି। କୁଟାକୁଟି କରିକି ରେଡ଼ି କରିକି ତାଙ୍କୁ ଦେଇକି ମୁଁ ପଳେଇ ଆସିନି ମୋ କାମର। ଆଉ ଯେ ଖିଆପିଆ ଯେ ସକାଳେ ହେଲା ସେ ବାସନ ସବୁ ଧୋଇମି। ତାପରେ କ'ଣ ନା ଦ୍ୱିପହର ପାଇଁକି ରୋଷେଇବାସ କରିମି। ଏଇ କାମ ମୋର ଚାଲିଥିଲା। ଏଇରକମ କାମ ସବୁ ତ ସକାଳ ପୂର୍ବ ତ କାମ ଆରମ୍ଭ ହେଇଯାଏ। ଯାହା ହଉ ଏତେ ଦିନ ପରେ ଆମ ଟିଅଲଟା ସଜ ହେଇଥିଲା। ଆଉ କାଲିକି କ'ଣ ନା ମାନେ ରାତି ପାଇନେ ଏଟା କ'ଣ ନା ଢଳେଇ ପଡ଼ିଯିବ। ଢଳେଇ ପଡ଼ିଲେ ଆଉ କିଛି ଅସୁବିଧା ହେବନି। ତ ଏଇରକମ କାମ ଦିନ ସାରା ଚାଲିଥିଲା। ମୁଁ ଭାବୁଥିଲି ଆଜି ବାବା ଭାବୁଥିଲେ କ'ଣ ନା କହୁଥିଲେ ବି ଆଜି କିଛି କାମ ନାହିଁ, ତ ଲୁଗାପଟା ଆଜି ଖାଲି ସଫା କରିଦେବା, ଯାହା ହଉ ଟିକେ ରେଷ୍ଟ ମିଳିବ। କିନ୍ତୁ କାମ ନାହିଁ ବୋଲିକି କାମ ଆସିକି ପୁଣି ଜୁଟିଗଲା। ମାନେ ଖୋଜି ଖୋଜିକି କାମ ଆସିକି ଜୁଟି ହେଉଛି ତାଙ୍କ ପାଖରେ। ସେ କ'ଣ ନା ମାଟି ଏତେ ଖୋଳୁଥିଲେ ଯେ ଗାତ ଭିତରେ ନଇଁକି ମାଟି ଖୋଳୁଥିଲେ ଯେ କହିଲେନି ମୋ ବେକସଣ୍ଡା ସବୁ ବଥା କରିଯାଇଛି। ଏତେ ପରିଶ୍ରମ ହେଇଥିଲା ତାଙ୍କୁ। ପୁରା ସେ ଯେତିକି ଉଞ୍ଚା ସେତିକି ଗଭୀରର ମାଟି ଖୋଳା ହେଇଥିଲା। ତ ଜାଣିପାରୁଥିବେ କେତେ ଖାଲ ନ ହେଇଥିବ, ଗାତ ନ ହେଇଥିବ ଭିତରକୁ। ତାପରେ ଯାହା ହଉ ଏତେ ଦିନ ପରେ ଆମ ଟିଅଲ ସଜି ହେଇଛି। ଯେଟିକି ଆମର 5 ଦିନର କାମ ଥିଲା, ସେ 5 ଦିନଟା ଆମର 15 ଦିନ କି ବେଶୀ ହେଇଗଲା। ଯେ ଏଇଟା ଖୋଲା ହେଇକି ରହିଛି ଆମେ ଯେ ଅସୁବିଧା ଭୋଗୁଥିଲେ ସେଇ ଅସୁବିଧା ହିଁ ଆମେ ଭୋଗୁଛନ୍ତି। ତ ଦେଖିକି ଜାଣିପାରୁଥିବେ ପାଣି ନହେଲେ ପାଣି ବିନା ତ କିଛି ନାହିଁ। ଆଉ ଆମେ ତ ସବୁବେଳେ ସେ ଟିଅଲ ଉପରେ ହିଁ ନିର୍ଭର କରିଥାଉ। ଯେଉଁଥିପାଇଁ କି ଟିଅଲଟା ଖରାପ ହେଇଗଲା ପରେ ଆମେ ପୁରା ମାନେ ଖଣ୍ଡିଆ ହେଇକି ରହିଲା ରକମ ଆମକୁ ଲାଗୁଥିଲା। ତାପରେ ଏଠି ଟିଅଲ ସଜବାଜ କାମ କରିଥିଲେ। ଆଉ ସେଇ ସମୟରେ କ'ଣ ଗୋଟେ ପାର୍ସଲ ଆସିଥିଲା। ଆଉ ଗେଲନ୍ ଯାଇକି ସେ ପାର୍ସଲଟା ଘିନିକି ଆସିଥିଲା। ଆମେ ଖୋଲାଖୋଲି କରୁଥିଲେ। ଭାଇ ସେଇଟା ଅର୍ଡ଼ର କରିଥିଲେ। ବୋତଲ ଥିଲା, ପାଣି ବୋତଲ ଥିଲା। ଆମେ ସେଇଟା ଖୋଲାଖୋଲି କରିଥିଲେ। ଆଉ ମୁଁ ତାପରେ ଭିଡ଼ିଓ ବନେଇଥିଲି, ଛୋଟିଆ ଭିଡ଼ିଓଟେ ବନେଇଥିଲି ଖାସ୍ ଆପଣମାନଙ୍କ ପାଇଁକି। ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ପସନ୍ଦ ଆସିବ ବୋଲିକି। ତ ଗଲା ଭିଡ଼ିଓରେ ସ୍ନେହଲତା ଦିଦି, ଜ୍ୟୋତି ଦିଦି, ବିଜୟଲକ୍ଷ୍ମୀ ଅପା, ଅପରାଜିତା ଦିଦି, ସୁବ୍ରମଣ୍ୟ ଦିଦି, ମାନିନୀ ଦିଦି ସମସ୍ତେ ବହୁତ ସୁନ୍ଦର ସୁନ୍ଦର କମେଣ୍ଟ ଲେଖିଛନ୍ତି। ସମସ୍ତଙ୍କୁ ମୋ ତରଫରୁ ବହୁତ ବହୁତ ଧନ୍ୟବାଦ ଯେ ମୋ ଭିଡ଼ିଓ ଦେଖିକି ମୋ ଭିଡ଼ିଓରେ ଏତେ ସୁନ୍ଦର ସୁନ୍ଦର କମେଣ୍ଟ ଲେଖିଛନ୍ତି। ଠାକୁରଙ୍କ ପାଖରେ ପ୍ରାର୍ଥନା କରୁଛି ଆପଣ ସମସ୍ତେ ଭଲରେ ରୁହନ୍ତୁ, ସୁସ୍ଥରେ ରୁହନ୍ତୁ। ତ ଆଜି ଭିଡ଼ିଓରେ ଏତିକି କେବଳ ହିଁ କରିଥିନି, ମାନେ ଭିଡ଼ିଓ କରିଥିନି। ଆଉ ବେଶୀ କିଛି ଭିଡ଼ିଓ କରିପାରୁ ନାହିଁ କାହିଁକିନା ଏଠୁ ଯାଇକି ମୋ କାମରେ ମୁଁ ଲାଗି ଯାଇଥିଲି। ବାସନ କିଚେନଟା ଗୁଛେଇକି ସେଠି କ'ଣ ନା ବାସନ କୁସନ ଯାହା ସବୁ ଖିଆ ହେଇକି ଥିଲା ସେ ବାସନ ସବୁ ଧୁଆଧୁଇ କରିକି ଚୁଲି ଲଗେଇକି ଭାତ ବସାଇ ଦେଇଥିଲି। ଏତିକି ସବୁ କାମ ସରି ଭାତ ବସାଇଲା ବେଳକୁ 11:30 ହେଇଯାଇଥିଲା ସମୟ। ତ ତାପରେ କ'ଣ ନା ମୁଁ ରନ୍ଧାବଢ଼ା କାମରେ ଲାଗି ଯାଇଥିଲି। ଆଉ ମୋ ଭିଡ଼ିଓ ଆଉ ବେଶୀ କିଛି ବନେଇ ପାରିଥିଲିନି। ତ ଆଶା କରୁଛି ମୋ ଭିଡ଼ିଓଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥିବ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ଭିଡ଼ିଓକୁ ଲାଇକ୍ ଟିକେ କରିଦେବେ। ଆଉ ତାପରେ ଆଜି ଭଏସ୍ ଦେବା ପାଇଁକି ମୋତେ ବହୁତ କଷ୍ଟ ହେଉଛି କାହିଁକିନା ଜିଭଟା ବହୁତ ଜୋରସେ ବଥା କରିଛି। କଥା ହେବା ପାଇଁ ବିଲକୁଲ ବି ଭଲ ଲାଗୁନାହିଁ। ବହୁତ କଷ୍ଟରେ ମୁଁ ଆଜି ଭିଡ଼ିଓରେ ଭଏସ୍ ଦେଇଛି। ତ କାଲିକି ତ ନିଶ୍ଚୟ ବାବାଙ୍କୁ କହିବି ମେଡ଼ିସିନ ଆଣିବା ପାଇଁକି। ମୁଁ ଭାବୁଥିଲି କ'ଣ ନା ଆପେ ଛାଡ଼ିଯିବ ବୋଲିକି, ଦେଖିବାକୁ ଛାଡ଼ିବା ବଦଳ ଆହୁରି ବେଶୀ ହେଉଛି। ତ କାଲି ମେଡ଼ିସିନ ଖାଇଲା ପରେ ଯଦି କମିଯିବ ତ କାଲି ୟାଠୁ ଆହୁରି ସୁନ୍ଦର ଭିଡ଼ିଓ ଆପଣଙ୍କୁ ଦେଖିବାକୁ ପାଇବେ। ତ ଆଜି ପାଇଁ ରହୁଛି। ଦେଖା ହେବା ଆସନ୍ତାକାଲି ନୂଆ ଗୋଟେ ଫ୍ରେଶ୍ ବ୍ଲଗ୍ରେ। ସେ ପର୍ଯ୍ୟନ୍ତ ଆପଣ ଆପଣଙ୍କ ଦେହର ଯତ୍ନ ନିଅନ୍ତୁ, ଭଲରେ ରୁହନ୍ତୁ, ସୁସ୍ଥରେ ରୁହନ୍ତୁ। ଆଉ ମୋ ଭିଡ଼ିଓକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆଉ ଭିଡ଼ିଓରେ ସୁନ୍ଦର ସୁନ୍ଦର କମେଣ୍ଟ ଲେଖନ୍ତୁ। ତ ରହୁଛି। ବାଏ ବାଏ, ଜୟ ଗୁରୁ।